ତୁ ମୋ ଭଳି ଭକତଙ୍କୁ ଦେଖିବାକୁ ବର୍ଷକୁ ଥରେ ଛେଚା କଚା ଖାଇ ବାହାରକୁ ଆସୁ, କିନ୍ତୁ ମୁଁ ହତଭାଗିନୀଟା ଏତେ ଗହଳି ଭିତରେ ତତେ ଆଖି ପୁରାଇ ଦେଖିପାରିନଥିଲି। ଆଜି ମତେ ଏତେ ଦିନ ପରେ ଡୋରି ଲଗାଇ ଡାକିଛୁ ଯେତେବେଳେ, ଯେତେ କଷ୍ଟ ପଡୁ ପଛେ ମୁଁ ଏମିତି ଛୋଟେଇ ଛୋଟେଇ ଯିବି। ଆଉ ଗହଳି ଭିତରୁ ତୋ ଶ୍ରୀମୁଖ ଦେଖିଦେଲେ ମୋର ସବୁ ଯନ୍ତ୍ରଣା ବି ଲାଘବ ହୋଇଯିବ। ତତେ ଏତେ ଭିଡ଼ ଭିତରେ ଦେଖିପାରିବି ନା ନାହିଁ ଜାଣିନି, କିନ୍ତୁ ତୋ ନଜର ମୋ ଉପରେ ପଡ଼ିବ ବୋଲି ଦୃଢ଼ ବିଶ୍ୱାସ ନେଇ ଧାଇଁ ଆସିଛି ରେ କାଳିଆ। ମୋର ଆଉ କ'ଣ ଦରକାର ଯେ? ତତେ ଜୀବନର ସବୁ କିଛି ଭାବି ନେଇଛି, ଆଉ ସେ ଭରସାରେ ଅଛି ତୁ ମୋ ପାଇଁ ଅଛୁ। ମୁଁ ଆଉ କିଛି ଚାହେଁନା, ଆଉ ସେ ଭରସାରେ ଅଛି ତୁ ମୋ ପାଇଁ ଅଛୁ, ଆଉ ମୁଁ କିଛି ଚାହେଁନା। ଜଗତର ନାଥ ସିଏ ପ୍ରଭୁ ଜଗନ୍ନାଥ, ପତିତ ପାବନ ସିଏ ଭଗତର ଭାବ, ଯାହା ବିନା ଏ ଦୁନିଆ ଲାଗେ ଅସମ୍ଭବ। ଅଭାବର ସ୍ୱଭାବ ସିଏ ଦୁଃଖୀର ମିତ, ଜଗତର ନାଥ ସିଏ ପ୍ରଭୁ ଜଗନ୍ନାଥ। ଜଗତର ଗୋସେଇଁ କାଳିଆ ସାନ୍ତ ସିଏ ଭଗତର ଭାବ, ତାଙ୍କ ଭଗତିରେ ତାଙ୍କ ଶରଣରେ କିଛି ନୁହଁ ଅସମ୍ଭବ। ଯେ ସଂସାରର ପ୍ରତ୍ୟେକ କୋଣରେ ବିଦ୍ୟମାନ ସିଏ ଜଗତର ନାଥ ଜଗନ୍ନାଥ, ସିଏ ଅନ୍ଧର ଆଖି ଆଉ ସିଏ ଦିବ୍ୟାଙ୍ଗର ସାହାରା ବାଡ଼ି। କିଏ ବୁଝୁ କି ନ ବୁଝୁ, ଏକା ସିଏ ହିଁ ବୁଝେ ଦୁଃଖୀର ଦୁଃଖ। ଭକ୍ତର ହୃଦୟରେ ଥିବା ଅଚଳାଚଳ ଭକ୍ତିରେ ହିଁ ଧରା ଦିଅନ୍ତି ଭଗବାନ। ଭକ୍ତ ଓ ଭଗବାନ ଏକାକାର କରିବାର ମାଧ୍ୟମ ହେଉଛନ୍ତି ଭଗବାନଙ୍କ ପ୍ରତି ଦୃଢ଼ ବିଶ୍ୱାସ ତଥା ନିରନ୍ତର ଭକ୍ତି ଭାବନା। ସ୍ୱୟଂ ଭଗବାନ ଭକ୍ତର ଭକ୍ତିରେ ହିଁ ଭକ୍ତକୁ ଦର୍ଶନ ଦେଇଥାନ୍ତି। ଭାବ ବିନୋଦିଆ କାଳିଆ ଶାନ୍ତ, ଯିଏ ତାର ସେଇ ଚକା ନୟନରେ ବିମୋହିତ କରିଦିଏ ଭକ୍ତଙ୍କୁ, ଯାହାଙ୍କୁ ଗୋଟିଏ ଝଲକ ଦେଖିବାକୁ ପାଗଳ ପ୍ରାୟ ତାର ସବୁ ଭକ୍ତ। ସେମିତି ଆଜି ଜଣେ ଦୁଃଖୀ ଆସିଛି ଜଗାର ଧାମକୁ, ଯାହାଙ୍କୁ ବିମୋହିତ କରିଛି ତାର ସେଇ ଚକା ନୟନ, ଆଉ କହୁଛି ହେ କାଳିଆ, କାହିଁ କେଉଁ ଅନତି ଦୂରରୁ ତୋ ପ୍ରେମରେ ଆକର୍ଷିତ ହୋଇ ଭକ୍ତ ଚାଲି ଆସୁଛି ନିଜର ଦୁଃଖ ଯନ୍ତ୍ରଣା ଜଣାଇବାକୁ। ସମସ୍ତଙ୍କ ଦୁଃଖ ଶୁଣୁଛୁ, ଆଜି ମୁଁ ବି ତୋ ପାଖକୁ ଘୁଷୁରି ଘୁଷୁରି ଧାଇଁ ଆସିଛି, କିନ୍ତୁ କିଛି ମାଗିବାକୁ ନୁହଁରେ କାଳିଆ, ଖାଲି ଟିକେ ତୋର ସେଇ ଆଖିଠାରେ ଡାକୁଥିବା ଚକାଚକା ଦୁଇଟି ଆଖି ଆଉ ଦାଉ ଦାଉ ହୋଇ ଜଳୁଥିବା ଚନ୍ଦ୍ରବଦନକୁ ମୁଁ ଦେଖିବାକୁ ଧାଇଁ ଆସିଛି। ସତରେ ମୋର ଦୁଃଖ ନାହିଁ କି ଅବଶୋଷ ବି ନାହିଁ ମୋର ଏ ଅଦାବଡ଼ା ଶରୀରକୁ ନେଇ, କାରଣ ତୁ ବି ଅଥାକୁ ମୁଁ ବି ଅଥା। ତୁ ଦେଇଥିବା ଏ ଜୀବନକୁ ନେଇ ମୁଁ ନିଜକୁ ଗର୍ବ କରୁଛି, କାରଣ ତତେ ଦେଖିବାକୁ ପରା ତୁ ମୋତେ ଆଖି ଦୁଇଟି ଦେଇଛୁ। ଆଉ କ'ଣ ବା ମୋର ଲୋଡ଼ା? ଖାଲି ଏତିକି ମାଗୁଛି, ତୋ ଶରଣରେ ଟିକେ ମୋତେ ଜାଗା ଦେ। ତୋ ପାଇଁ ଥିବା ଅଗାଧ ଭଲ ପାଇବା ଆଉ ମନର ଭକ୍ତିଭାବ ଆଜି ମୋତେ ବଡ଼ଦାଣ୍ଡକୁ ଟାଣି ଆଣିଛି। ତୋ କୃପା ଦୃଷ୍ଟି ଟିକେ ମୋ ଉପରେ ପଡ଼ିଯାଉ, ଆଉ ମୁଁ ଧନ୍ୟ ହେଇଯାଏ। ଦେଖନ୍ତୁ ଏମିତି ଜଣେ ଭକ୍ତକୁ, ଯିଏ ଶରୀରର କଷ୍ଟ ଆଉ ଅକ୍ଷମତାକୁ ଭୁଲି ଗୋଟିଏ ବିଶ୍ୱାସରେ ଆଜି ଦୌଡ଼ି ଆସିଛି ଜଗା ଦୁଆରକୁ, ନିଜର ବେଦନାକୁ ସମର୍ପି ସୁଖ ସାଉଁଟିବାକୁ। ପୁରୀରୁ ସଞ୍ଜୟ ମହାପାତ୍ରଙ୍କ ରିପୋର୍ଟ, ରିପୋର୍ଟ।